ଯଦି ଆପଣ ମାନଙ୍କର ମଧ୍ୟ ଶନି 7.5 ଚାଲିଛି କିମ୍ବା ଶନି ପାଇଁ ବିଭିନ୍ନ ପ୍ରକାର ଅସୁବିଧା ହଉଛି କିମ୍ବା ଶନି ଆପଣଙ୍କର ମହାଦଶା ଅନ୍ତର୍ଦଶା ଯଦି ଆପଣଙ୍କର ଏମିତି କିଛି ଚାଲିଛି ଏବେ ବହୁତ ଆପଣଙ୍କର ଅସୁବିଧା ମଧ୍ୟ ଯଦି ଚାଲିଛି ହେଲେ ଆପଣ ମାନେ 3ଟା ରେମେଡି କରିପାରିବେ ଯାହା ଦ୍ୱାରା କି ଆପଣଙ୍କର ଶନି ସପ୍ତାହ କିମ୍ବା ଶନି 7.5 କିମ୍ବା ଶନି ମହାଦଶା ଅନ୍ତର୍ଦଶାରେ ଆପଣଙ୍କର କିଛି ବି ବିଶେଷ କ୍ଷତି ହେବନି ଏବଂ ଆପଣଙ୍କର ଅସୁବିଧା ବିଶେଷ କିଛି ହେବ ନାହିଁ। ପ୍ରଥମ ହେଲା ଆପଣ ସପ୍ତମୁଖୀ ରୁଦ୍ରାକ୍ଷ ଧାରଣ କରିବେ। ଦେଖିବେ ଯୋଉଟା ଅରିଜିନାଲ ରୁଦ୍ରାକ୍ଷ ସପ୍ତମୁଖୀ ରୁଦ୍ରାକ୍ଷ ଗୋଟେ ଧାରଣ କରିବେ ଯାହା ଦ୍ୱାରା କି ଆପଣଙ୍କର ଫାଇନାନ୍ସିଆଲ କିଛି ପ୍ରୋବ୍ଲେମ ଆସିବନି ଏବଂ ଶନି ପାଇଁ ହେଲ୍ଥ କୁ ନେଇକି କିଛି ପ୍ରୋବ୍ଲେମ ମଧ୍ୟ ହେବନି। ତା ସହିତ ଆପଣ ମାନେ ଗରିବ ଲୋକମାନଙ୍କୁ ଦାନ ମଧ୍ୟ କରିପାରିବେ ଯୋଉମାନଙ୍କର ପଇସା ପତ୍ର ନାହିଁ କିମ୍ବା ଅତି ଗରିବ ରହିବା ପାଇଁ କିଛି ନାହିଁ ଖାଇବା ପାଇଁ କିଛି ନାହିଁ ସେମାନଙ୍କୁ ଆପଣ ମାନେ ଦାନ ମଧ୍ୟ କରିପାରିବେ ଶନିବାର ଦିନ। ଯଦି ଆପଣଙ୍କର ଶନି ପାଇଁ ବହୁତ ଆପଣଙ୍କ ଫ୍ୟାମିଲିରେ ବହୁତ ସାରା ଅସୁବିଧା ହଉଛି ଏବଂ ଆପଣଙ୍କର ମଧ୍ୟ ବହୁତ ସାରା ଫାଇନାନ୍ସିଆଲ ପ୍ରୋବ୍ଲେମ ବହୁତ ପ୍ରକାର ଆପଣଙ୍କର ପ୍ରୋବ୍ଲେମ ଚାଲିଛି ଲାଇଫରେ ତାହେଲେ ଆପଣ ମାନେ ବିଷ୍ଣୁ ସହସ୍ର ନାମ ପାଠ କରିପାରିବେ। ବିଷ୍ଣୁ ସହସ୍ର ନାମ ଆପଣ ଗୋଟେ ଥର ସନ୍ଧ୍ୟା ଟାଇମରେ ଆପଣ ପଢିଲେ ବି ଆପଣଙ୍କର ବହୁତ ସାରା ବେନିଫିଟ ହବ। ନହେଲେ ଆପଣ ଯଦି ବିଷ୍ଣୁ ସହସ୍ର ନାମ ପଢିବା ପାଇଁ ଆପଣଙ୍କ ପାଖରେ ଯଦି ଟାଇମ ନାହିଁ ତାହେଲେ ଆପଣ ଘରେ ବିଷ୍ଣୁ ସହସ୍ର ନାମ ଆପଣ ଶୁଣି ପାରିବେ ମଧ୍ୟ ଯଦି ଆପଣ ଶୁଣିବେ ମଧ୍ୟ ତାର ବି ବିଶେଷ ପ୍ରଭାବ ରହିଛି। ଯଦି ଆପଣଙ୍କର ଶନି 7.5 ଚାଲିଛି ତାହେଲେ ଆପଣ ମାନେ ବିଷ୍ଣୁ ସହସ୍ର ନାମ ଯେତେବେଳେ ବି ଆପଣ ସନ୍ଧ୍ୟା ଟାଇମରେ ସକାଳ ଟାଇମରେ ଆପଣ ମୋବାଇଲ ମାଧ୍ୟମରେ କିମ୍ବା ଆପଣଙ୍କର ମ୍ୟୁଜିକ ପାଇଁ ଯାହା ବି ଅଛି ଘରେ ସେଇଥିରେ ଆପଣ ମାନେ ଶୁଣିପାରିବେ। ଆଶା କରୁଛି ଏଇ ରେମିଡିରେ ଆପଣ ମାନଙ୍କର ବହୁତ ସାରା ବେନିଫିଟ ହଉ ଏବଂ ଯୋଉମାନଙ୍କର ଶନି 7.5 ଚାଲିଛି କିମ୍ବା ଶନି ମହାଦଶା ଅନ୍ତର୍ଦଶାରେ ବିଭିନ୍ନ ପ୍ରକାର ଅସୁବିଧା ଲାଗି ରହିଛି ତାହା ସଲ୍ୟୁସନ ହେଇଯାଉ। ରହୁଛି ନମସ୍କାର, ଜୟ ଜଗନ୍ନାଥ।